ଏଭ୍ରି 13:4 ଲେଖାଯାଏ, ବିବାହ ସମସ୍ତଙ୍କ ମଧ୍ୟରେ ଆଦରଣୀୟ ହେଉ। କିନ୍ତୁ ଆମ୍ଭେମାନେ ଦେଖିଥାଉ ଯେ ବିବାହ କେବଳ କିଛି ଦିନ ମାତ୍ର ଆଦରଣୀୟ ହେଇଥାଏ। ବିଶେଷ ମୁଁ ଆପଣମାନଙ୍କୁ କହିବାକୁ ଚାହେଁ ସ୍ୱାମୀ ଏବଂ ସ୍ତ୍ରୀମାନଙ୍କ ବିଷୟରେ। ସେଦିନ ବିବାହ ଉତ୍ସବ ଦିନ ଅନେକ ଆନନ୍ଦ କରିଥାନ୍ତି, କିନ୍ତୁ ପ୍ରକୃତରେ ତାହା ବିବାହ ହୋଇପାରୁନାହିଁ। ଯେହେତୁ ସ୍ୱାମୀ ଏବଂ ସ୍ତ୍ରୀମାନେ ବିବାହକୁ ଏକ ଖେଳ ଘର ବୋଲି ଭାବିଥାନ୍ତି, ସେଥିନିମନ୍ତେ ବିବାହ ଉତ୍ସବ ଦିନରେ କେବଳ ସେମାନେ ଆନନ୍ଦ କରିଥାନ୍ତି। କିନ୍ତୁ ଲୋକମାନେ ସମସ୍ତେ ଚାହିଁଥାନ୍ତି ଯେ ବିବାହ ସଦାସର୍ବଦା ଆଦରଣୀୟ ହେଇଥାଉ। କିନ୍ତୁ ସ୍ୱାମୀ ଏବଂ ସ୍ତ୍ରୀ ସେମାନେ ଜାଣିପାରିନଥାନ୍ତି। କେବଳ ସେହି ଦିନ ସେମାନେ ହିଁ ଆନନ୍ଦ ଲାଗିଥାଏ, କିନ୍ତୁ କିଛି ଦିନ ଗତ ହେଲା ପରେ ସେମାନେ ପୁନର୍ବାର ଭୁଲ ଆଡ଼କୁ ଗତି କରିଥାନ୍ତି। କ'ଣ ପାଇଁ? ନା ସେମାନଙ୍କ ମଧ୍ୟରେ ମନୋମାଳିନ୍ୟତା ଥାଏ। କ'ଣ ପାଇଁ ଏହି ବିଷୟ ହୋଇଥାଏ ତାହା ମୁଁ ଆପଣମାନଙ୍କୁ କହିବାକୁ ଯାଉଛି। ବିବାହ ଏକ 3 ପ୍ରକାର ବିବାହ ରହିଛି। ଏହି 3 ପ୍ରକାର ବିବାହ ମଧ୍ୟରେ ଆପଣମାନେ କେଉଁ ପ୍ରକାର ବିବାହ କରିଛନ୍ତି ତାହା ମୁଁ କହିବାକୁ ଯାଉଛି। ନମ୍ବର 1, ରୂପକୁ ଦେଖି ବିବାହ, ଯାହାକି ସାଂସାରିକରେ ରୂପ ଦେଖି କେବଳ ବିବାହ କରିଥାନ୍ତି। ପସନ୍ଦ ବହୁତ ବଢ଼ିଆ ଲାଗୁଛି, ବହୁତ ବଢ଼ିଆ ଦିଶୁଛି ବୋଲି ବିବାହ କରିଥାନ୍ତି। ନମ୍ବର 2, ଧନ ଲାଳସାରେ ବିବାହ, ପ୍ରଚୁର ଧନ ପାଇବା ଆଶାରେ ବିବାହ। ନମ୍ବର 3, ଆତ୍ମିକ ବିବାହ, ଯାହାକି ନିଜର ମନ ପ୍ରାଣ ଆତ୍ମାକୁ ଦେଇ ବିବାହ। ସାରା ଜୀବନ ପାଇଁ ବିବାହ, ମାନେ ଜୀବନର ଶେଷ ସନ୍ଧ୍ୟା ପର୍ଯ୍ୟନ୍ତ ବିବାହ। ଏହି 3 ପ୍ରକାର ବିବାହ ମଧ୍ୟରେ ଆପଣମାନଙ୍କୁ ମୁଁ କହିବାକୁ ଚାହେଁ, ଆପଣମାନେ କେଉଁ ପ୍ରକାର ବିବାହ କରିଛନ୍ତି? ଯଦି ଆପଣମାନେ ରୂପକୁ ଦେଖି କେବଳ ବିବାହ କରିଛନ୍ତି, ନା ସାଂସାରିକ ଧନ ପରିବାରମାନଙ୍କରେ ପାଇବା ନିମନ୍ତେ ଆପଣ ବିବାହ କରିଛନ୍ତି, ନା ସାରା ଜୀବନ ନିଜର ସ୍ତ୍ରୀ ବା ନିଜର ସ୍ୱାମୀ ରୂପେ ଗ୍ରହଣ କରିବା ନିମନ୍ତେ ବିବାହ କରିଛନ୍ତି, ତାହା ଆପଣମାନେ ବାଛି ନିଅନ୍ତୁ। ଯଦି ଆପଣମାନେ ରୂପରେଖ ଦେଖି ବିବାହ କରିଛନ୍ତି, ଆପଣ ସାବଧାନ। ସମ୍ପତ୍ତିକୁ ପାଇବା ଆଶାରେ ବିବାହ କରିଛନ୍ତି, ସାବଧାନ। କିନ୍ତୁ ତୃତୀୟ ନମ୍ବର ଆମମାନେ ଦେଖୁଛୁ ସାରା ଜୀବନ, ମାନେ ଶେଷ ସନ୍ଧ୍ୟା ପର୍ଯ୍ୟନ୍ତ ବିବାହ। ଆପଣମାନେ ଅନେକ ପରିବାର ମାନେ ଦେଖୁଛୁ, ଅନେକ ରୂପବତୀ ଦେଖି ବିବାହ କରିଥାନ୍ତି, କିନ୍ତୁ ସେହି ପ୍ରକାର ରୂପ ସଦାସର୍ବଦା ରହିନଥାଏ। ପ୍ରିୟମାନେ, ମନୁଷ୍ୟର ରୂପ କେବଳ କ୍ଷଣକେ ମାତ୍ର ପାଇଁ ରୂପ ଥାଏ। କିଛି ଦିନ ଯିବା ପରେ ସମସ୍ତ ରୂପ ବଦଳି ଯାଇଥାଏ। ସେହି ସମୟରେ ସେ ରୂପରେଖା ଦେଖି ବିବାହ କରିଥିବା ଲୋକମାନେ ପରେ ଅଶାନ୍ତି ଘଟାଇଥାନ୍ତି ପରିବାରମାନଙ୍କରେ। ସେହି ପ୍ରକାର ଧନ ଲାଳସାରେ ବିବାହିତା ହେଇଥିବା ଲୋକମାନେ ଯେତେବେଳେ ଧନ ଲାଳିସା ନିମନ୍ତେ ବିବାହ କରନ୍ତି ସ୍ତ୍ରୀମାନଙ୍କୁ, ସେହି ସମୟରେ ପରିବାରରେ ଅନେକ ଭୋଜି ଭାତ, ଅନେକ ଖର୍ଚ୍ଚ ହୋଇଥାଏ ସତ। କିନ୍ତୁ ଯେତେବେଳେ ସ୍ତ୍ରୀ କିଛି ସମ୍ପତ୍ତି ନ ଆଣିଥାଏ, ବହୁତ କମ୍ ସମ୍ପତ୍ତି ଧନ ଆଣିଥାଏ, ସେହି ସମୟରେ କଳି ଝଗଡ଼ା ଧୀରେ ଧୀରେ ସ୍ୱାମୀମାନେ ଆରମ୍ଭ କରିଥାନ୍ତି। ସେହି ପ୍ରକାର ମୁଁ ଆପଣମାନଙ୍କୁ କହୁଛି, ଆପଣମାନେ କେଉଁ ପ୍ରକାର ବିବାହ କରିଛନ୍ତି? ଯଦି ଆପଣମାନେ ଶେଷ ସନ୍ଧ୍ୟା ପର୍ଯ୍ୟନ୍ତ ବିବାହ କରିଛନ୍ତି, ତାହେଲେ ଆପଣମାନେ ଉତ୍ତମ ନିଷ୍ପତ୍ତି ନେଇଛନ୍ତି। ଯଦି ଆପଣମାନେ 1 ନମ୍ବର ବା 2 ନମ୍ବର ଭାବି ବିବାହ କରିଛନ୍ତି, ତାହେଲେ ତା ଭୁଲ ଆପଣ କରିଛନ୍ତି। ବିବାହ ସମସ୍ତଙ୍କ ମଧ୍ୟରେ ଆଦରଣୀୟ, କିନ୍ତୁ ସଦାସର୍ବଦା ଆଦରଣୀୟ ହେବା ଦରକାର, କିନ୍ତୁ କିଛି କ୍ଷଣକେ ଦିନ ନିମନ୍ତେ ନୁହେଁ। ସେଥି ନିମନ୍ତେ ମୁଁ ଆପଣମାନଙ୍କୁ ସଚେତନ କରିବାକୁ ଚାହେଁ।
ଆପଣମାନେ ବିବାହ କରିଛନ୍ତି ତା ସଦା ସର୍ବଦା ଶେଷ ସନ୍ଧ୍ୟା ପର୍ଯ୍ୟନ୍ତ ବିବାହ ରହିଥାଉ। ଆଉ ପରିବାର ସ୍ୱାମୀ ସ୍ତ୍ରୀମାନଙ୍କ ମଧ୍ୟରେ ଅନେକ ରୂପ ଧନ ଏହି ପ୍ରକାର ଭେଦଭାବ ସୃଷ୍ଟି ନ ହେଉ, ଯଦ୍ୱାରା ଆପଣମାନେ ପରିବାରରେ ଶାନ୍ତି ଶୃଙ୍ଖଳାରେ ରହିପାରିବେ ଆଉ ଶେଷ ସନ୍ଧ୍ୟା ପର୍ଯ୍ୟନ୍ତ ଏହି ବିବାହ ଆପଣମାନଙ୍କର ଆଦରଣୀୟ ହୋଇପାରିବ। ଅଳ୍ପ ଶିକ୍ଷାରେ ସମସ୍ତଙ୍କୁ ଈଶ୍ୱର ଆଶୀର୍ବାଦ କରନ୍ତୁ। ଆମେନ୍।